ଆକୁପ୍ରେସର ସମ୍ମିଳନୀ ଶିବାନନ୍ଦ ନିଃଶୁଳ୍କ ଆକୁପ୍ରେସର ସେଣ୍ଟର ରାଉରକେଲାର ରଜତ ଜୟନ୍ତୀ ଉପଲକ୍ଷେ ମାନସିକ ଅବସାଦ ସମ୍ପର୍କିତ ତ୍ରିଦିବସୀୟ ଆକୁପ୍ରେସର ସମ୍ମିଳନୀ ସେକ୍ଟର 2 ସ୍ଥିତ ଗାୟତ୍ରୀ ପୀଠଠାରେ ଆରମ୍ଭ ହୋଇଛି। ସ୍ୱାମୀ ବ୍ରହ୍ମ ସାକ୍ଷାତକାରାନନ୍ଦ ସରସ୍ୱତୀ ମହାରାଜଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋଷିକେଶ ଆଶ୍ରମର ମୁଖ୍ୟ ସ୍ୱାମୀ ଦେବଭକ୍ତାନନ୍ଦଜୀ ସରସ୍ୱତୀ ମହାରାଜ ସ୍ୱତନ୍ତ୍ର ଅତିଥି, ଆଇଜିଏଚ୍ର ମୁଖ୍ୟ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥି, ସମାଜସେବୀ ଡକ୍ଟର ସୁମନ ଦତ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନସିକ ଅବସାଦ, ଶାରୀରିକ ଅସୁସ୍ଥତା ସମୟରେ ଆକୁପ୍ରେସର ଚିକିତ୍ସାର ସଫଳ ଉପଯୋଗିତା ଓ ଉପକାରିତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସଭାପତିତ୍ୱ ଅଭିଭାଷଣରେ ସ୍ୱାମୀ ବ୍ରହ୍ମ ସାକ୍ଷାତକାରାନନ୍ଦଜୀ ତାଙ୍କ ବକ୍ତବ୍ୟରେ ମନର ଅସ୍ତିତ୍ୱ 4 ପ୍ରକାର ମନକୁ ଆୟତ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ମନ ଉପରେ ଗବେଷଣା ହେଉଛି ଶ୍ରେଷ୍ଠ ସାଧନା। ମନ ସୁସ୍ଥ ରହିଲେ ସାମାଜିକ ଆଧ୍ୟାତ୍ମିକ ସ୍ତର ସୁସ୍ଥ ରହିପାରିବ। ଏହା ସହ ସମାଜର ଅବକ୍ଷୟ ଏବଂ ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ବିଜୟାନନ୍ଦ ଅଗ୍ରୱାଲ, ଡିଏଲ୍ଏସ୍ ସଭାପତି ରବୀନ୍ଦ୍ର କୁମାର ପାଣ୍ଡବ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାକ୍ଟିକାଲ ସେସନରେ ମସ୍ତିଷ୍କ ନିରୂପଣ, ଦ୍ୱିମେରୁ ଅସୁସ୍ଥତା, ମାନସିକ ସ୍ୱାସ୍ଥ୍ୟର ବୋଧ ଶକ୍ତି ଓ ଅପବାଦ ଭଙ୍ଗ, ଖାଦ୍ୟନଳୀ ମସ୍ତିଷ୍କ ସଂଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତିର୍ମୟୀ ମହାନ୍ତି, ଦିଗମ୍ବର ପାଢ଼ୀ, ରାମକୃଷ୍ଣ ତ୍ରିପାଠୀ, ଏଲିନା ଦାସ, ସୁରେନ୍ଦ୍ର କୁମାର ବେହେରା, ତାପସ ରଞ୍ଜନ ବଳିଆର ସିଂଙ୍କ ସମେତ ଅନୁଷ୍ଠାନର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଭିଜୁଆଲ। ସାର୍ ଆଜିର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଶିବାନନ୍ଦ ଫ୍ରି ଆକୁପ୍ରେସର ସେଣ୍ଟର ତାଙ୍କର କନଫରେନ୍ସ ହେଉଛି। यार इम्पोर्टेंस acupressure is one of the very important branch of alternative medicine. Acupressure role in chronic pain, in anxiety, in sleep disorders, chronic vomiting cases, ये सब जगह acupressure बहुत रोल अच्छे। तो जो केस रे कन्वेंशनल मेडिसिन एंड होची काम करनी सेठी केतबेले कन्वेंशनल ट्रीटमेंट ऐड हुए लाइक acupressure आउटकम पेशेंट रो रिलीफ एक्सपेक्टेड अछि। दिस हैज बीन प्रूव्ड साइंटिफिकली। ठीक, धन्यवाद। ब्यूरो न्यूज ओडिशा कथा यूट्यूब चैनल को आपण माने देखुचंती, मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।